মন
ଆଲୋ ନଜର ଲାଗି ଯାଉଛି ଛାତି ବୁଲେଇ ଚାଲ ଏମିତି ପଥର ପାଣି ହେଉଛି ଆଲୋ ପଥର ପାଣି ହେଉଛି ଓଢ଼ଣୀ ଟିକେ ଟାଣେ ଗୋରି ନଜର ଲାଗି ଯାଉଛି ଆଲୋ ନଜର ଲାଗି ଯାଉଛି। छाती का फाटी जाऊची अगर छाती का फाटी जाऊची ओढ़नी पीके टाणे लगोरी नजर लागी जाऊची अलो नजर लागी जाऊची। स्त्री गीत लोक कौन पाइबे देख काली सकाल जी राजदरबार को ये गीत शुणेनी आज कवि जीवन काटुची ता भर से जो साहस कर कविता सृष्टि कर पुस्तक आगे आगे उपस्थापन कर कवि को धन्यवाद देवी और आशा करी अन्य कवि मैंने कार्य अनुप्राणित हे उत्साहित करेंगे आ कविता कथा दीपक को कहीदेवी जे सब कहुए आम पिला इंग्लिश लिटरेचर छात्र मु पढ़ी हडसन लिखिं पोएट्री इज द स्पॉन्टेनियस ओवरफ्लो ऑफ पावरफुल इमोशंस कलेक्टेड इन ट्रैंक्विलिटी कलेक्टेड इन ट्रैंक्विलिटी माने हृदयर गभीरतम प्रदेश जो इमोशन जो भाव प्रवणता तार एक स्वतःप्रवृत्त उच्च प्रदर्शन किंतु कविता विषय वस्तु से रखी किंतु निजे से नुह से घास फूल रचना जो कर से एक महान कवि सत्तार परिचय देते भितर तेणु मो पात्र अभिनंदन जन कविता बनिता लता एम आशा न पाइले बारती ये जितेक आसी समस्ते गोटे गोटे आशा देखा व्यक्ति अवश्य बनिता आजिकल उठीगला से नुह आजिकल सेल्फ एम्पावरमेंट आसीगला। धन्यवाद सुब्रत नंद महोदय आपण कविता कौन सीमा सरहद भितर न रखी एक मुक्त अभिव्यक्तिर सम्मान देते यही दृष्टि कविता निहाती आवश्यक नुहे कवि शिक्षक केवल कविता अवसर श्रीजुक्त नंद महोदय को आउ टे अनुरोध करी खाली गाठी संगीत निकट उत्तर प्रदेश ना बनी से मोर प्रथम प्रेरणा और प्रथम समारोह प्रथम समारोह कविता दीक्षा पुरस्कृत समारोह बसा भवन लेखा लिखी अजय पट्टनायक बन लोक से मत मोबाइल कविता लिखुच बंद कर तुम बही छाप प्रेरणा दे पारे अभियान आमर डॉक्टर गगन देव महांती स्वाई से प्रेरणा मंत्री आसिले मोर आशा भरोसा आम रेवेन्यू मिनिस्टर आसिक कौन देश रही तेणु नंदा अजय पट्टनायक और गवर्नर समस्त कार्यक्रम आसी व्यवस्था उत्साहित करते सरकार आपण मैंने समस्त आस घास फूल ये गोटे फूल नुह जहाँ फूल ही कहते
এই ফুলକୁ আমার সাদরে গ্রহণ করার আশা এবং এতে অনেকগুলো গীতিগুলো ଦେଇଛି এবং ସେ ଗୀତରୁ କେତୋଟି ଗୀତକୁ ଆସି ମୋର ମନେ ପଡ଼ିଥିଲି ସେ କହିଲେ ଆପଣ ଓଡ଼ିଆ କହିଲେ କାହିଁକି ବହୁତ ଯେତେବେଳେ କଟକ କାମିଜାଇ ବ୍ୟାସନ କାମ ଯାଇଥିଲେ ସତ ଆପଣ ସ୍ଥଳ ସେ ମୁଁ କହୁଥିଲି ଆପଣ କରନ୍ତୁ ସେ କହିଲେ ଏଗୁଡ଼ା ଚାଲୁଛି ନୁହଁ ଏଗୁଡ଼ା କ୍ୟାମେରା କାଟିଦେଲା ନୁହଁ ତେଣୁ ଏଇ ଗୀତ ହେବନି ସେଇ ଗୀତ ଆଜ୍ଞା ମୁଁ କରିକି ମୋ ଉଦ୍ୟମରେ 3 ଗୀତ ମୁଁ କରିଛି 3 ଗୀତ ମୁଁ ଚାଲୁ ଗୀତ ବି ଲେଖିଛି ଗୋଟେ ସେଥିରେ ଗୋଟେ ସାହିତ୍ୟ ଅଛି ଆଉ ଗୋଟେ ଗାଁ ଗୀତ ଲେଖିଛି ସେଥିରେ ମୋର ରହିଯାଏ କାରଣ ଇଂଲିଶ ଛାତ୍ର ନୁହେଁ ଅଜାଣ ମୋର ରହିଯାଏ ଯେକୌଣସି ଗୀତ କିଛି କିଛି ରହିଯାଏ ଯାହାକୁ ଆଜିକାଲିକା ସମୟରେ ପ୍ରଡ୍ୟୁସରମାନେ କରୁଛୁ ଗୀତ କମର୍ସିଆଲ ହେଉଛି ସେ ଗ୍ରହଣ କରୁନାହାନ୍ତି କିନ୍ତୁ ମୁଁ ଚେଷ୍ଟା କରିବି ଏ କମର୍ସିଆଲ ଜିନିଷରେ ଏ ସମୟ ଆସିଲାଣି ବର୍ତ୍ତମାନ ଧୀରେ ଧୀରେ ଗୀତର ଭାବ ଏବଂ ଗୋଟିଏ ଆଲବମ୍ ଓଡ଼ିଆରେ ଗଜନ ନେଇକି ଅନେକ ଗଜନ କିଛି ଆଗ ଦେଇଛି ମୁଁ କିଛି ମତେ ଆପଣମାନେ ଶୁଣିବେ ସେଟା ମନସ୍ଥିତି କରାଯିବ କିଛି ପ୍ରୟାସ କରିବେ ଆଉ କ'ଣ କହିବେ ଯଦି ଆପଣ କବିତା ଅନ୍ତର ସବୁ ଲେଖିଛି ସବୁ ଯେ ପଢ଼ିବେ ସେ କିଛି ଆବାଜ ପାଇଯିବେ ମୁଁ ଏତିକି ଯେ ଆମେ ଯେତେବେଳେ ଚାକିରିରେ ପ୍ରଥମେ ଜଏନ୍ କରୁଥିଲୁ ସେ ସମୟରେ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଆମକୁ ଉପଦେଶ ଦେବା ସମୟରେ କହିଥିଲେ ଯେ ତମେ ଯଦି ତାକୁ ଯଦି ଭଲ ପାଇପାରୁଛ ତାହେଲେ ତ ଭଲ କଥା ଜୀବନରେ ନିଜ ବୃତ୍ତିକୁ ଯଦି ଉପଭୋଗ କରିପାରିବ ତାହେଲେ ବହୁତ ଭଲ କଥା ଅନେକ କ୍ଷେତ୍ରରେ କିନ୍ତୁ ତାହା ହୁଏ ନାହିଁ କାରଣ ଆମ ନିଜ ଇଚ୍ଛା ମୁତାବକ ଆମେ ନିଜ ବୃତ୍ତିକି ପାଇନଥାଉ সেই দৃষ্টিରୁ ସେ ଉପଦେଶ ଦେଲେ ଆମକୁ ଯେ ନିଜ ବୃତ୍ତି ବାହାରେ ତମେ ଯଦି ନିଜ ପାଇଁ ଗୋଟେ ପରିଚୟ ସୃଷ୍ଟି କରିପାରିବ ତାହେଲେ ତମ ଜୀବନ ଧନ୍ୟ ହେଲା ବୋଲି ମନେ କରିବ ସେଇ ଦୃଷ୍ଟିରୁ ସେ ତାଙ୍କର ବୃତ୍ତିରେ ବାହାରେ କବିତା ଲେଖି ନିଜକୁ ଗୋଟେ କବି ଭାବରେ ଗଢ଼ିପାରିଛନ୍ତି ସେଟା ବହୁତ ଗୌରବର ଦ୍ୱିତୀୟ କଥା ହେଲା ଯେ ସେ ଜଣେ କବି ବହୁତ ଅନ୍ୟ କବିମାନେ ମଧ୍ୟ ଅଛନ୍ତି ପ୍ରତିଷ୍ଠିତ କବିମାନେ ମଧ୍ୟ ଅଛନ୍ତି ସେ ଯେଉଁ କବିତାଟି ଲେଖିଛନ୍ତି ବା ତାଙ୍କର ଯେଉଁ କବିତା ସଂକଳନଟି ଅଛି ସେଇଟା ରମାକାନ୍ତ ଲୋକଙ୍କ ଶ୍ରୀଧାରା ତୁଳନୀୟ କି ନୁହେଁ କି ସେ କବିତା ସଂକଳନ ଭଳିଆ ଭଲ ଲାଗିବ କି ନାହିଁ କି ଗୀତାଞ୍ଜଳି ଭଳିଆ ଉଚ୍ଚକୋଟୀର ପଦପଦବୀ ଗୋଟେ ଦିନ ଚାଲିଯିବ କିନ୍ତୁ ତାପରେ ଯେଉଁ ପରିଚୟଟି ବଞ୍ଚି ରହିବ ସେଇଟା କୃତିର ବାହାରେ ଯେଉଁ ପରିଚୟଟି ସୃଷ୍ଟି କରିଛନ୍ତି ସେଇଟା ହିଁ ବଞ୍ଚି ରହିବ ଏବଂ ସେଥିପାଇଁ ଆପଣ ସ୍ମରଣୀୟ କରିପାରିବେ ଧନ୍ୟବାଦ ବହୁତ ଧନ୍ୟବାଦ ସ୍ୱାଇଁ ମହୋଦୟ ଆପଣ ଅସଲ ମଞ୍ଜି କଥା କହିଛନ୍ତି ନିଜ ଅନୁଭବର କଥା କହିଛନ୍ତି କବି ପାଇଁ କୌଣସି ବନ୍ଧନ ସ୍ୱୀକାର୍ଯ୍ୟ ନୁହେଁ କବି ମୁକ୍ତ ଆଉ ତାର କୌଣସି ଅବସର ଗ୍ରହଣର ସୀମାରେଖା ନାହିଁ ତେଣୁ ଇଏ ଶାଶ୍ୱତ ଇଏ ସାରସ୍ୱତ ଚିନ୍ତା ଜୀବନ ଭରି ତା ସାଙ୍ଗରେ ରହିବ ଆଉ ଗୋଟେ ବାତାବରଣ ସୃଷ୍ଟି କରିବ ଯେଉଁଥିରେ କେବଳ ଥିବ ଆନନ୍ଦ ଆଉ ଆନନ୍ଦ ପ୍ରତ୍ୟେକ କବି ପଛରେ ଗୋଟେ ପ୍ରେରଣା ଥାଏ ବିପିନଙ୍କ ପଛରେ ବି କବି ପତ୍ନୀଙ୍କ ପ୍ରେରଣା ଏବଂ ପାଢ଼ୀ ମହୋଦୟ ସୂର୍ଯ୍ୟନାରାୟଣ ପାଢ଼ୀ ଯାହାର ନିର୍ଦ୍ଦେଶନା ଦେଇଛନ୍ତି ମୁଁ ଶ୍ରୀମତୀ ନମିତା ପାତ୍ର ଏବଂ ଶ୍ରୀଯୁକ୍ତ ପାଢ଼ୀ ଉଭୟଙ୍କୁ ଆହ୍ୱାନ କରୁଛି ମଞ୍ଚକୁ ତାପରେ ଆଜିର ସମ୍ମାନୀୟ ଅତିଥି ଶ୍ରୀଯୁକ୍ତ ଗଗନ ବିହାରୀ ସ୍ୱାଇଁଙ୍କୁ ଅନୁରୋଧ କରିବି ସେହି ଆଲବମ୍କୁ ଲୋକାର୍ପଣ କରିବା ପାଇଁ ଶ୍ରୀଯୁକ୍ତ ଗଗନ ବିହାରୀ ସ୍ୱାଇଁ ଶ୍ରୀମତୀ ନମିତା ପାତ୍ର ଏବଂ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ପାଢ଼ୀ ଦୟାକରି ମଞ୍ଚ ଉପରକୁ ଆସନ୍ତୁ ପୀଡ଼ା କବି ଗୋପବନ୍ଧୁଙ୍କ ଠାରେ ଦେଖିବାକୁ ମିଳେ
ଏବଂ କବି ଭୀମା ଭୋଇଙ୍କ ଠାରେ ଦେଖିବାକୁ ମିଳେ। ଦୁଇଟି ବିରଳ କବି ପ୍ରାଣ ବିଶ୍ୱର କୌଣସି ତୁଳନୀୟ ବିଶ୍ୱର କୌଣସି କବିଙ୍କ ସହିତ ତୁଳନୀୟ ନୁହନ୍ତି। ଏମାନେ ଅତୁଳନୀୟ। ଗୋପବନ୍ଧୁଙ୍କ ଭଳି ନିଜକୁ ଉତ୍ସର୍ଗ କରିଦେବା କି ଦେଶବାସୀ ଚାଲିଯାଆନ୍ତୁ ପିଠିରେ ସମଗ୍ର ସତ୍ତାକୁ ଦେଶବାସୀଙ୍କ ପାଇଁ ସମର୍ପିତ କରିବା। ଆଉ ଭୀମ ଭୋଇଙ୍କ ଭଳି ଏଇଭଳି ଏକ ସମର୍ପିତ ବ୍ୟକ୍ତିତ୍ୱ ପୁରା ସମଗ୍ର ବିଶ୍ୱ ସାହିତ୍ୟରେ ଦେଖାଯାଏ ନାହିଁ। ମାଟିର କବି, ଜୀବନର କବି, ଭାରତୀୟ କବି। ଏହି କବିର ବ୍ୟକ୍ତିତ୍ୱକୁ ସାକାର କରିବା ପାଇଁ ବିପିନ ବାବୁଙ୍କ ଉଦ୍ୟମ ଆମ ସମସ୍ତଙ୍କୁ ଆଜି ଏଇଠି ଏକାଠି କରିଛି। ବିଭିନ୍ନ ପ୍ରକାରର କବିତା, ବିଭିନ୍ନ ଜୀବନର ବିଭିନ୍ନ ବର୍ଣ୍ଣକୁ ନେଇ, ବିଭିନ୍ନ ରୂପକୁ ନେଇ, ବିଭିନ୍ନ ରଙ୍ଗକୁ ନେଇ ତାଙ୍କ କବିତା ଶାଣିତ ଲୋକପ୍ରିୟ ହୋଇପାରିଛି। ସେ ସହରର ଶୂନ୍ୟତା ହେଉ କିମ୍ବା ଗାଁର କେଉଁ ଝାଟିମାଟି ଘେରା ଗ୍ରାମବନ୍ଦୀର ସନ୍ଧ୍ୟା ଦ୍ୱୀପ ହେଉ, ସବୁଥିରେ ତାଙ୍କ କବି ଦୃଷ୍ଟି ସବୁକୁ ଆପଣେଇ ନେଇଛି। ଆଉ ଆପଣଙ୍କ ଆଗରେ ବାଢ଼ିଛି କୌଣସିଟା ଜୀବନ ପାଇଁ ଅଭିନୟ ସାରି ପାଉଠି ଆଜି ଆମର ଏଇ ସଭାର ସମୟ ସମାପ୍ତ ହୋଇଛି। ଏହାପରେ ଆମର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ। ତା ପୂର୍ବରୁ ମୁଁ ଆପଣ ସମସ୍ତମାନଙ୍କୁ ଧନ୍ୟବାଦ ଜଣାଉଛି। ଆପଣ ନିଜର ବହୁ ମୂଲ୍ୟବାନ ସମୟ ଅତିବାହିତ କରି ଏଠାକୁ ଆସୁଛନ୍ତି। ଏହା କିନ୍ତୁ ଆଖି ଏଡ଼େଇ ଦେଇପାରେ, କିନ୍ତୁ ଯେତେବେଳେ ଆମର କର୍ମମୟ ଜୀବନରୁ ଆମେ କିଛି ସମୟ ଅତିବାହିତ କରି ଏହାକୁ ଦେଖିବାକୁ ଚେଷ୍ଟା କରୁ, ଆମେ ତାର ସୌନ୍ଦର୍ଯ୍ୟ, ତାର ମଧୁରତା ଉପଭୋଗ କରୁ। ସେତେବେଳେ ଆମେ ଜାଣିପାରୁ, ହୃଦୟଙ୍ଗମ କରିପାରୁ ଯେ ଛୋଟିଆ ଜିନିଷଟିର କେତେ ମଧୁରତା ଅଛି। ଏହା ଆମର ମନକୁ ଏ କର୍ମମୟ ଜୀବନ ମଧ୍ୟରେ ନିଜକୁ ବଧେଇ ଦିଅନ୍ତି। ହେଲେ ଆମର ପାତ୍ର ବାବୁ यानी विपिन बाबू सी किंतु से मदिरार पाठशाला हजंती ना कि ओपनली बार हजंती ना से केवल हजि जाती से प्रियार नरम उठन बुझिल ठीक वन आब्सोल्युटली बुझिल कमल कमल ठीक अच्छे अच्छा तो दर्शक बंधु एवं उपस्थित मोर समस्त गुरुजन एवं छोट बड़ भाई भौन मैंने आज सन्धार जोगदे समस्त सार मानक आम अनुष्ठान तरफ ध्यान तरफ खास कर कमल मान तरफ विशेष भाव में आम साउंड सेक्शन प्रसाद बाबू तरफ मो तरफ आपण मान बहुत बहुत हार्दिक अभिनंदन कारण आपण मैंने आपर बहुमूल्य समय नष्ट कर आम साथी अच्छा ये प्रोग्राम को उपभोग कर प्रभु व्यापार करुणा आपण मान थाऊ एवं विपिन सार जी की पात्र बाबू एवं प्रिय ये सदस्य बुझाई खुशी रही जातु एवं बाबांर अपार आशीर्वाद थाऊ साहित्यिक भाषा को नहीं और साहित्यिक पत्रिका बेहद आगे नहीं जाती दर्शक बंधु फेरी आसते आमर स्टेज ठाक को आमर मंच को जहाँकि आम प्रोग्राम आगक रही बरसा गाए
प्रेमर सिंधु से बरसा जेबे बरसे से बरसा जेबे बरसे मो देह जली जाए मो देह जली जाए झिम झिम बरसा गाए प्रियार घरु मदिरा पिए प्रियार घरु मदिरा पिए सड़क को छाती का फाटी जाती अलग छाती